Welcome to my Devi Prasad Teaching Diary channel. To all my students, ମୁଁ ଆପଣମାନଙ୍କୁ କଥା ଦେଇଥିଲି ଯେ ଆପଣମାନଙ୍କୁ ସବୁବେଳେ ସଦାସର୍ବଦା ଏଇ ଏଜୁକେଶନାଲ ବିଷୟ ସବୁ ଉପଦେଶ ଏବଂ ଯାହା ଆପଣ ଆବଶ୍ୟକ କରିବେ ତାହା ବତେଇଦେବି। ତେଣୁ ମୁଁ ଆର୍ଟ୍ସ ପିଲାମାନଙ୍କର କେଉଁ ସବଜେକ୍ଟ ଗୁଡ଼ିକ ନେଇପାରିବେ ପିଲାମାନେ କହିଥିଲି। ଆଜି ସାଇନ୍ସ ପାଇଁ ଆପ୍ଲାଏ କରୁଥିବା +2 ପଢ଼ିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ କେଉଁ ସବଜେକ୍ଟ ଗୁଡ଼ିକ ନେଇପାରିବେ ତାହା କହିବି। ଆପଣମାନେ ନିଶ୍ଚିତ ଭାବରେ ଶୁଣିବେ। ଯେଉଁମାନେ କି 10ମ ଶ୍ରେଣୀ ପାସ୍ କରିଛନ୍ତି ଏବଂ +2 ଆପ୍ଲାଏ କରୁଛନ୍ତି କଲେଜ ପାଇଁ, ସେଇମାନେ ମନେ ରଖିବେ ଏବଂ +2 ସାଇନ୍ସ ପିଲାମାନେ କେଉଁ ବିଷୟ ନେଇପାରିବେ। ସର୍ବପ୍ରଥମେ ମୁଁ କହିବା ପାଇଁ ଚେଷ୍ଟା କରିବି ଯେ ସାଇନ୍ସ ଯେହେତୁ ସବୁଯାକ କାଲକୁଲେଟିଭ ପାଠ ଗୁଡ଼ିକ ଅଟେ, ତେଣୁ ସବୁଯାକ ସଲ୍ୟୁସନ୍ ଓରିଏଣ୍ଟେଡ଼ ପାଠ ଅଟେ। ତେଣୁ ଆପଣମାନେ ଭଲ ଭାବରେ ଚିନ୍ତା କରିକି ଆଗେ ସାଇନ୍ସ ବିଷୟ ଚୁଜ୍ କରିବେ। ନମ୍ବର ଠାରୁ ବଡ଼ କଥା ନୁହେଁ, ଆପଣମାନେ ସେ ବିଷୟଟି ପାରିବେ କି ସର୍ବପ୍ରଥମେ ଏଇଟା ମନେ ରଖିବା ଦରକାର। ଯଦି ଆପଣମାନେ ସେ ବିଷୟ ପାରିବେ ତାହେଲେ ନମ୍ବର ମିଡ଼ିୟମ୍ ରହିଲେ ବି ସେ ବିଷୟ ଯଦି ଆପଣମାନେ ପାରିବେ ତାହେଲେ ସାଇନ୍ସ ଚୁଜ୍ କରିବା ଦରକାର। ଆଉ ଅଧିକ ନମ୍ବର ରଖିଲେ ମଧ୍ୟ ଯଦି ବି ସେ ବିଷୟ ଆପଣମାନେ ପାରିବେନି, ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇବ। ତେଣୁ ସାଇନ୍ସ ନେବା ଆବଶ୍ୟକ ମନେ କରିବେନି। କାହା କଥାରେ ଭାସିଯିବେନି ଆଜ୍ଞା, କାରଣ କେହି ତମ ପିଠିରେ ପଡ଼ିବେନି। ଯଦି ଆପଣ ପାରିବେ ସେଇ ସବଜେକ୍ଟଟି ତାହେଲେ ନିଶ୍ଚିତ ଭାବରେ ନେବେ। ତେଣୁ ବର୍ତ୍ତମାନ ମୁଁ ଆଲୋଚନା କରିବା ପାଇଁ ଯାଉଛି କେଉଁ ସବଜେକ୍ଟ ଗୁଡ଼ିକ 10ମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ସାଇନ୍ସ ପଢ଼ିବା ପାଇଁ ନିବେଦନ କରିପାରିବେ ବା ଆବେଦନ କରିପାରିବେ, ସେହି ବିଷୟ ଗୁଡ଼ିକ କହୁଛି। ସାଇନ୍ସ ପିଲାମାନେ ଯେଉଁମାନେ +2 ପାଇଁ କଲେଜ ସିଲେକ୍ସନ୍ କରୁଛନ୍ତି, ସବଜେକ୍ଟ ଯେଉଁଗୁଡ଼ିକ ନେଇପାରିବେ ମୁଁ କହୁଛି। ସେମାନଙ୍କ ପାଇଁ ଫିଜିକ୍ସ ବା ଭୌତିକ ବିଜ୍ଞାନ, କେମିଷ୍ଟ୍ରି ରାସାୟନିକ ବିଜ୍ଞାନ, ଏହା ସହିତ ଜୁଲୋଜି, ମ୍ୟାଥମେଟିକ୍ସ, ଏଇଭଳି ପ୍ରକାର ସବଜେକ୍ଟ ଗୁଡ଼ିକ ରହିବ। ଏହା ବ୍ୟତୀତ ଆପଣମାନେ କମ୍ପଲସରି ସବଜେକ୍ଟ MIL ଏବଂ ଇଂଲିଶ ପଢ଼ିପାରିବେ। ତେଣୁ ଆପଣମାନେ ସିଲେକ୍ସନ୍ କରିବେ ଯେ କେଉଁ ବିଷୟ ଗୁଡ଼ିକ ନେବ। ଆଉ ମୋ ପାଇଁ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରେ ଯେ ସାଇନ୍ସ ବିଷୟ ନେଉଥିବା ଛାତ୍ରଛାତ୍ରୀମାନେ କାହିଁକି IT ବିଷୟକୁ ଗ୍ରହଣ କରନ୍ତି। IT ହେଲା ଟେକ୍ନିକାଲ ବିଷୟ। ଯଦି ଆପଣମାନେ ସାଇନ୍ସ ବିଷୟ ନେଉଛନ୍ତି, ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବେନି କାହିଁକି? ଟେକ୍ନିକାଲ ଜିନିଷ ଯଦି ନେବା ପାଇଁ ଚାହୁଁଛନ୍ତି ତାହେଲେ ITI ପଢ଼ନ୍ତୁ, ଇଞ୍ଜିନିୟରିଂ ପଢ଼ନ୍ତୁ। ଯଦି ସାଇନ୍ସ ପଢ଼ିବେ ତାହେଲେ ଏ ବିଷୟ କିଛି ନେବା ଦରକାର ନାହିଁ। ତେଣୁ ଯଦି ଆପଣମାନେ +2ରେ ସାଇନ୍ସ ପଢ଼ିବା ପାଇଁ ଚେଷ୍ଟା କରୁଛନ୍ତି, ମୁଁ ଆପଣମାନଙ୍କୁ ବିନୀତ ଅନୁରୋଧ କରୁଛି ଆପଣ ନିଶ୍ଚିତ ଭାବରେ ଆପଣଙ୍କର ମ୍ୟାଥ୍ ସବଜେକ୍ଟକୁ ଚୁଜ୍ କରନ୍ତୁ। IT ନୁହେଁ, ମ୍ୟାଥ୍ ହିଁ ଆପଣମାନଙ୍କୁ ଆଗକୁ ଯିବା ପାଇଁ ବାଟ ଦେଖେଇବ। ତେଣୁ ଏତିକି କହୁଛି, ସବଜେକ୍ଟ ଗୁଡ଼ିକ ମନେ ରଖିଲେ କେମିଷ୍ଟ୍ରି, ଫିଜିକ୍ସ, ଜୁଲୋଜି, ବଟନି, ଏଇଭଳି ପ୍ରକାରର ଥିଓରିଟିକାଲ ଏବଂ ପ୍ରାକ୍ଟିକାଲ ୱାଇଜ୍ ସବଜେକ୍ଟ ଆପଣମାନେ ଯେଉଁମାନେ 10ମ ପାସ୍ କରିଛନ୍ତି +2 ପାଇଁ ସାଇନ୍ସ ପଢ଼ିବା ପାଇଁ ଯଦି ଇଚ୍ଛା କରୁଛନ୍ତି ଆପ୍ଲାଏ କରିପାରିବେ। କମ୍ପଲସରି ସବଜେକ୍ଟ ମାନେ ଦୁଇଟି ରହିବ, ସେ ହେଉଛି MIL ଏବଂ ଇଂଲିଶ। ତାହେଲେ ଆଜି ପାଇଁ ଏତିକି କହିକି ରହୁଛି। ମୋର এই ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଏଇଭଳି ପ୍ରକାରର ଏଜୁକେଶନାଲ ଜିନିଷ ଗୁଡ଼ିକ ଜାଣିବା ପାଇଁ ପାଆନ୍ତୁ। ଜୟ ଜଗନ୍ନାଥ। ରହୁଛି।